ମାନେ ଏକାଠି ହୁଅନ୍ତି ସେମାନଙ୍କର ମନ ଭିତରେ ଚିନ୍ତା ଚେତନା ଥାଏ ଯେ ସାମ୍ରାଜ୍ୟ ବିସ୍ତାର। ତେଣୁ ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି ନେଇ ସେ ଆମର ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଜୟ କରି ଚାଲିଲେ। ଆମର ଏ ଭୂଖଣ୍ଡ ଭାରତ, ରତ୍ନଗର୍ଭ ଭାରତ, ହିମାଳୟ ଯାହାର ମୁକୁଟ, ସମୁଦ୍ର ନୀଳରାଶି ଯାହାର ଚରଣ ଦେଉଛି, ଜଣେ 7 ବର୍ଷର ବାଳକଟିଏ ଭଗତ ସିଂ କି ବୀର ପୁରୁଷ ନିଜେ ପରିଶ୍ରମ କରି ମଜୁରୀ ଲାଗି ଭାରତର ସୁନ୍ଦର ଇଂଲଣ୍ଡକୁ ଦୌଡ଼ି ଯାଇଥିଲା ଏବଂ ଗ୍ରେଟ୍ ଡାଏରୀକୁ ମିଟିଂରେ ସୁଟ୍ କରିଥିଲା। ବର୍ତ୍ତମାନ ସାରା ପଞ୍ଜାବ ତାଙ୍କ ନାମରେ ନାମିତ ହେଉଛି ବୀର ଭଗତ ସିଂ। ଉଧମ ସିଂ ବି ସେଇ ରାଜ୍ୟରୁ। ତାପରେ ସବୁଠୁ ସୁଖରାମ ବୋଷ ବିଲଙ୍ଗସ୍ ଟୁ ମାନେ ବାଂଲାଦେଶ, ସବୁଠୁ ସର୍ବକନିଷ୍ଠ ଯିଏକି ଫାଶୀ ପାଇଥିଲେ 17 ବର୍ଷରେ। ତେଣୁ ଏହି ବୀର ପୁରୁଷ ମାନଙ୍କୁ ନେଇ ଆଜି ଆମେ ବୀର ପୁରୁଷ ବନି ଯାଇଛେ। ତେଣୁ ଆହୁରି ଟିକେ ବି ମନେ ପକେଇବା ଆମ ଓଡ଼ିଶା ମୋ ଉତ୍କଳ ଚିର ରାଷ୍ଟ୍ରୀୟମୟୀ ଚିର ହାସ୍ୟମୟୀ। ତେଣୁ ଆମ ଓଡ଼ିଶାରେ ତାହେଲେ କିଏ ଅଛି? ତମେ କହିଲେ କି ମନେ ପଡ଼ିଲେ ଓଡ଼ିଶାରେ କିଏ? ପ୍ରଥମେ ଆସିଯିବା ବକ୍ସି ଜଗବନ୍ଧୁ।